ଜୟ ଜଗନ୍ନାଥ। ଆଜି ଗୋଟିଏ ସୁନ୍ଦର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥାବସ୍ତୁକୁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବି। ଆଶା କରୁଛି ଆପଣ ଏହାକୁ ହୃଦୟର ସହିତ ଗ୍ରହଣ କରିବେ। ଯେ ଆମେ ଜୀବନରେ ଯେଉଁ ଭଗବାନଙ୍କୁ ଭକ୍ତି କରୁ, ଏଇଟା କେତେ ପ୍ରକାରର? ସାଧାରଣତଃ ଦୁଇ ପ୍ରକାରର। ଗୋଟିଏ ହେଲା ସମର୍ପଣ ଭାବକୁ ନେଇକି ଭକ୍ତି କରୁ, ଆଉ ଗୋଟେ ହେଲା ନିଜର ଦମ୍ଭ ଅହଙ୍କାରକୁ ନେଇକି ଭକ୍ତି କରୁ। କେମିତିକା ଗୋଟେ ଉଦାହରଣ ଦେଲେ ଆପଣମାନେ ବୁଝିପାରିବେ। ତ ବିଲେଇ ଛୁଆ ଆପଣମାନେ ଦେଖିଥିବେ, ବିଲେଇ ଛୁଆ କେମିତି ତା ମାଆକୁ ଆଶ୍ରୟ କରେ। ବିଲେଇ ଛୁଆର ତା ମାଆ କ'ଣ କରେ, ତାକୁ ଦାନ୍ତରେ ଧୀରିକି ଧରିକି, ଆପଣମାନେ ଦେଖିଥିବେ, ତା କ'ଣ ବେକରେ ଧରିକି ଧୀରିକି ନେଇକି ନିରାପଦ ସ୍ଥାନକୁ ନେଇଯାଏ। କିନ୍ତୁ ବିଲେଇ ଛୁଆ କ'ଣ କରେ, ଖାଲି ମିଆଁ ମିଆଁ କରେ। ତେଣୁ ଇଏ ହେଉଛି ସମର୍ପଣର ଭାବ। এটা ସମ୍ପୂର୍ଣ୍ଣ ସମର୍ପଣ ଭାବ ଏଠି ରହିଛି। ଆମେ ବଇଁଶୀ ବଜାଉଛେ, ଯେତେବେଳେ ବଇଁଶୀ କ'ଣ ନିଜେ ବାଜେ କି? ନା, ଆମେ ଯେମିତି ବଜାଉ ସେ ଭଳିଆ ବାଜେ। ହାରମୋନିୟମ ସେ କ'ଣ ଆପେ ବାଜେ କି? ନା, ଆମେ ଯେମିତି ବଜାଉ ସେମିତି ବାଜେ। ଇଏ ହେଲା ସମର୍ପଣ ଭାବ। ଇଏ ଭକ୍ତି ଜୀବନରେ ବଡ଼ ଗୁରୁତ୍ୱପୂର୍ଣ୍ଣ। ଭଗବାନଙ୍କର କୃପାକୁ ପାଇବା ପାଇଁ, ଭଗବାନଙ୍କର ଆଶ୍ରୟକୁ ପାଇବା ପାଇଁ। ଆଉ ଗୋଟେ ଟାଇପ୍ର ଭକ୍ତି ହେଲା ମାଙ୍କଡ଼ ଛୁଆର ଭକ୍ତି ତା ମା ପ୍ରତି। କେମିତି ନା, ମାଙ୍କଡ଼ ଛୁଆ କ'ଣ କରେ, ତା ମାଆକୁ ଜାବୁଡ଼ିକି ଧରିଥାଏ, କିନ୍ତୁ ତା ମା ତାକୁ ଧରି ନଥାଏ। ମାଙ୍କଡ଼ ଛୁଆ ତାକୁ ଧରିକି ରଖିଥାଏ, ତାକୁ ଧରିଥାଏ, ଜୋରରେ ଧରିଥାଏ। ଯଦି କେଠି ଗଛରେ ଯଦି ଖସିଗଲା ତ କ'ଣ ଧଡ଼ି ଖସି ପଡ଼ିବ। ତେଣୁ ଏଠି ଆମେ ଅହଙ୍କାରକୁ ନେଇକି ଆମେ କ'ଣ କରୁ, ଭଗବାନଙ୍କୁ ଭକ୍ତି କରୁ, ଭଗବାନଙ୍କର ଆଶ୍ରୟ ନେଉ। ମାନେ ଏଠି ଅହଙ୍କାରର ପ୍ରାଧାନ୍ୟତା ରହିଥାଏ ଏ ଭକ୍ତିରେ। ମୁଁ ଗୋଟେ ବଡ଼ ଭକ୍ତ, ମୁଁ ଭଗବାନଙ୍କର ଆଶ୍ରୟ ନେଇଛି,